ঘুঞ্চি ঘুঞ্চি যায় পদ্ম ধরা দিয়ে নাহি লুচি চিকার কুম্ভীর জীব টাণি নেই বতাস আসিলা বতাস আসিলা নিড়ত ভাঙ্গিলা বিচরা পক্ষী নেলা দুঃখ দরি গোটে শুয়া গোটে সারি গোটে শুয়া গোটে সারি। নমস্কার, ମୁଁ ସିଙ୍ଗର ପ୍ରଶାନ୍ତ କୁମାର। এই ବର୍ଷ ଯାତ୍ରା କଳିଙ୍ଗ ଗଣନାଟ୍ୟରେ ମୁଁ ସିଙ୍ଗର ଭାବରେ ପୋଷ୍ଟିଂ ହେଇଛି। ଯାତ୍ରା ମୋର 4 ବର୍ଷ ପୁରୀକି 5 ବର୍ଷ ହେଲା। ପ୍ରଥମ ଯାତ୍ରା ରଙ୍ଗମହଲରେ ଥିଲି ଗୋଟେ ବର୍ଷ, ତାପରେ ବିଶ୍ୱ ଦରବାରରେ ଗୋଟେ ବର୍ଷ ଥିଲି, ସ୍ୱପ୍ନ ମହଲରେ 2 ବର୍ଷ କଣ୍ଟିନ୍ୟୁ କଲି, ତାପରେ ଏ ବର୍ଷ ଏଠିକି ଆସିଛି। ମୋର ଗୁରୁ ହେଉଛନ୍ତି ଡକ୍ଟର ଦୀପକ ଜେନା, ଯିଏକି ଓଡ଼ିଶାରେ ଆପଣମାନେ ଜାଣିଛନ୍ତି ସବୁଠାରୁ ବଡ଼ ରାଇଟର। ନେକ୍ସଟ ଇୟର ପ୍ରାୟ 18ଟା ନାଟକ ଲେଖିକରି ସିଏ ବହୁତ ସାରା ନାଁ କରିଥିଲେ, ଆୱାର୍ଡ଼ ମଧ୍ୟ ପାଇଥିଲେ। ସିଏ ମୋର ବଡ଼ ଭାଇ ହେବେ, ମୋର ମାମୁଁ ପୁଅ। ଆମେ ମାମୁଁ ପୁଅ ପିସ୍ ପୁଅ 2 ଜଣ 2 ଭାଇ ଆମେ। ସେ ମୋତେ ଯାତ୍ରା ଜଗତକୁ ଆଣିଛନ୍ତି। ମୁଁ ଆଗରୁ ମେଲୋଡ଼ି ଫେଲୋଡ଼ି କରୁଥିଲି, ସେ କହିଲେ କାହିଁକି ଏମିତି ମେଲୋଡ଼ି ଫେଲୋଡ଼ି ବୁଲିକି କେତେ କରିବୁ, ଯାତ୍ରା ଜଗତକୁ ଚାଲ, ଯାତ୍ରା ମୁଁ ତୋତେ ଯାତ୍ରାରେ ରଖେଇଦେବି। ମୋତେ ଆଣିକି ସେ ପ୍ରଥମେ ରଙ୍ଗମହଲରେ ସେ ରଖେଇ ଦେଇଥିଲେ। ମୁଁ ସେଇଠୁ ଚାଲିଛି ଆଉ। ପ୍ରତ୍ୟେକ ବର୍ଷ ସିଙ୍ଗର ମାନେ କାହିଁକି ମାନେ ପାର୍ଟି ବଦଳେଇ ଦିଅନ୍ତି? ପାର୍ଟି ବଦଳିବାର ମୁଖ୍ୟ କାରଣ ହେଉଛି ଆଜ୍ଞା, ସମସ୍ତଙ୍କର ପେଟ ପାଟଣା ଅଛି, ପଇସା ଦରକାର। ପଇସା ପାଇଁ ନାଟ ଚାଲିଛି। ତେଣୁ ଆମେ ଯଦି ପାର୍ଟି ବଦଳେଇବୁ, ଆମକୁ ଇୟରଲି 1 ଲକ୍ଷରୁ 2 ଲକ୍ଷ ଟଙ୍କା ଏକ୍ସଟ୍ରା ପେମେଣ୍ଟ ବଢ଼େ। ସେଥିପାଇଁ ଆମେ ପାର୍ଟି ବଦଳେଇ ଥାଉ। ଇଏ ବି ଗୋଟେ ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି, ଯଦି ମୋ କାମ କାହାକୁ ଭଲ ଲାଗିଲାନି, କୌଣସି ଅର୍ଗାନାଇଜରକୁ ଭଲ ନ ଲାଗିଲା, ସେ ତ ବାଧ୍ୟ ହେଇକି ମୋତେ କାଢ଼ିବ ନା। ଏଥିପାଇଁ ପାର୍ଟି ବଦଳାଯାଏ ଆଉ। ଭାବୁନାହାନ୍ତି ଗୋଟେ ସିଙ୍ଗରର ଯେତେବେଳେ ପ୍ରତ୍ୟେକ ବର୍ଷ ପାର୍ଟି ବଦଳେଇ ଦେଲେ ରିମୋଟ ଖସି ଯାଉଛି। ରିମୋଟ ଖସିଯିବା ତ ସେ ତ ନିଶ୍ଚିତ ଖସିବ, କିନ୍ତୁ ତା ଦେହରେ ଗୋଟେ ପ୍ଲସ୍ ମଧ୍ୟ ଅଛି। ଆମେ ଯେତେ ପାର୍ଟି ବୁଲିବା, ସେତେ ପାର୍ଟିର କଳାକାରଙ୍କ ସହିତ ଭେଟ ହେବ। ପ୍ରଥମ କଥା, ସେତେ ପାର୍ଟିର ଲୋକ ଆମକୁ ଚିହ୍ନିବେ, ସେତେ ସୋସିଆଲ ମିଡ଼ିଆରେ ଆମକୁ ଲୋକ ଜାଣିବେ, ସେତେ ନୂଆ ନୂଆ ନାଟକରେ କାମ କରିବାକୁ ଚାନ୍ସ ମିଳିବ। ତେଣୁ ସେଥିପାଇଁ ବି ପାର୍ଟି ଚେଞ୍ଜ କରାଯାଏ। ପାର୍ଟି ଚେଞ୍ଜ କରିବାର କିଛି ରିଜନ ନଥାଏ, 2ଟା ରିଜନ ଥାଏ। ଗୋଟେ ରିଜନ ହେଉଛି, ପ୍ରଥମ କଥା ହେଉଛି ଆପଣଙ୍କର ପଇସା ପାଇଁ ପାର୍ଟି ଚେଞ୍ଜ କରାଯାଏ। ସିଙ୍ଗର ମାନେ ପଇସା ପାଇଁ ପାର୍ଟି ଚେଞ୍ଜ କରନ୍ତି। ଦ୍ୱିତୀୟ କଥା ହେଉଛି ମାନେ ଲୋକ ସଂସ୍ପର୍ଶକୁ ଆସିବେ। ତୃତୀୟ କଥା ହେଉଛି ଯେ କି ଅର୍ଗାନାଇଜର ଯଦି ଗୋଟେ ସିଙ୍ଗରକୁ ନ ଚାହିଁବ, ତେଣୁ ସେ ରହିପାରିବନି ନା। ମୋର କ୍ୱେଶ୍ଚିନ୍ ରହିଲା, ଏଇ ବର୍ଷ ଯେମିତି ଗୋଟେ ନାଟକ ହେଇଛି ଆପଣଙ୍କର, ଗୋଟେ ଶୁଆ ଗୋଟେ ସାରି, ଆଜ୍ଞା ଗୋଟେ ପିଚ୍ରେ ଆପଣ ଗାଇଛନ୍ତି, ଆଜ୍ଞା ଗୋଟେ ଟାଇଟେଲ ଗୀତଟା, ଆଜ୍ଞା ଆଜ୍ଞା ଯଦି ଧରନ୍ତୁ ଆସନ୍ତା ବର୍ଷକୁ ପାର୍ଟି ଛାଡ଼ିଦେଲେ, ସେଇ ଗୀତଟା ଆଉ ଗୋଟେ ସିଙ୍ଗର ଆସିକି କ'ଣ ସେଇ ଟେମ୍ପୋରେ ଯାଇପାରିବ, ସେଇ ପିଚ୍ରେ ଯାଇପାରିବ? ହଁ ଆଜ୍ଞା, ଇଣ୍ଡଷ୍ଟ୍ରିରେ ବହୁତ ସିଙ୍ଗର ଅଛନ୍ତି। ଇଣ୍ଡଷ୍ଟ୍ରିରେ ମାନେ ବହୁତ ସିଙ୍ଗର ଅଛନ୍ତି, ବଡ଼ ବଡ଼ ସିଙ୍ଗର ଅଛନ୍ତି। ଆଜି ବି ସୁଦ୍ଧା ଦେଖନ୍ତୁ, ମୁଁ କହିବି ନାହିଁ ଯେ, ମୁଁ ଜଣେ ସିଙ୍ଗର ଦୃଷ୍ଟିରୁ କଥା କହିବି ନାହିଁ ଯେ ଯେଉଁମାନେ ଗାଉଛନ୍ତି ସେମାନେ ସ୍ପେଶିଆଲି ଭଲ ଗାଉଛନ୍ତି ବୋଲି। ମୁଁ ଭଲ ଗାଉଛି ବୋଲି କହିବି ନାହିଁ କି ଯେଉଁମାନେ ଅଛନ୍ତି ସେମାନେ। ସ୍ୱତନ୍ତ୍ର ପରିଚୟ ଗୋଟେ ଜଣେ ଜଣଙ୍କର ଯାତ୍ରାରେ ସିଙ୍ଗର ଜଣେ ଜଣଙ୍କର ସ୍ୱତନ୍ତ୍ର ପରିଚୟ ଅଛି 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 ଯେମିତି ଫିଲ୍ମ ଇଣ୍ଡଷ୍ଟ୍ରି ଅଛି, ଆଜ୍ଞା ଆଜ୍ଞା ଯାତ୍ରା ଆଜ୍ଞା ଇଣ୍ଡଷ୍ଟ୍ରି ଆଜ୍ଞା ଅଛି। ଆଜ୍ଞା ଆପଣ ଯେଉଁ ଛାପଟା ଛାଡ଼ି ଦେଇଗଲେ, ଆସନ୍ତା ବର୍ଷକୁ ସେଇ ଛାପଟା ଅଲଗା ଜଣେ ସିଙ୍ଗର ତୁଲେଇବ ବୋଲି କେତେ ଦୂର ଆଶାବାଦୀ ରଖିବେ? ହଁ ଆଜ୍ଞା, ତୁଲେଇ ଦେଇପାରିବେ, କିଛି ଅସୁବିଧା ନାହିଁ। କାରଣ ଦେଖନ୍ତୁ, ମୁଁ ଯେ ସର୍ବଶ୍ରେଷ୍ଠ, ନା ସେ କଥା ପଡୁନି। କିଏ ଏତେ ଦୁନିଆରେ ଭଗବାନ ଛାଡ଼ିଦେଲେ ଆଉ ଶ୍ରେଷ୍ଠ ହଁ ହଁ କେହି ନାହିଁ ଦୁନିଆରେ। ହଁ ମୋ କହିବା କଥା, ଯୋଉ ଟେମ୍ପୋରେ ଯାଇଛି ଗୀତଟା, ସେଇ ଟେମ୍ପୋଟା ରହିବ ତ? ନାଇଁ ଆଜ୍ଞା, ସେଇଟା ରହିବ ନାହିଁ କେବେ। ମୁଁ ସେଇଟା ଏଇଟା ଇମ୍ପସିବୁଲ। କାହିଁକି ଦେଖନ୍ତୁ, ପ୍ରଶାନ୍ତ ସବୁବେଳେ ପ୍ରଶାନ୍ତ କାମ ଆଉ କିଛି କରିପାରିବ ନାହିଁ। ପ୍ରଶାନ୍ତ ଅସିତ କାମ କେବେ ପ୍ରଶାନ୍ତ କରିପାରିବ ନାହିଁ, କି ମାନସ ଜେନା କାମ କେବେ ପ୍ରଶାନ୍ତ କରିପାରିବ ନାହିଁ। ତେଣୁ ପ୍ରଶାନ୍ତ ଅସିତ ଭାଇ, ମାନସ ଭାଇ ମଧ୍ୟ ମାନସ ଭାଇ। ତେଣୁ ସମସ୍ତେ ଜାଗାରେ ସମସ୍ତେ ନିଜ ଜାଗାରେ ଠିକ୍ ଅଛନ୍ତି। କିନ୍ତୁ ମୋ କାମ, ମୁଁ ଯେଉଁ କାମ କରିଦେଇ ଯାଉଛି, ହୁଏତ ମୋଠୁ ବେଟର ସିଙ୍ଗର ଆସିପାରନ୍ତି, କରିଦେଇ ପାରନ୍ତି, ହୁଏତ ନ ଆସିପାରନ୍ତି, ନ କରିପାରନ୍ତି। ଏଇଟା ବି ଡାଉଟ୍। ଯାତ୍ରାରେ ବହୁତ ପରିଶ୍ରମ, ଗୋଟେ ସିଙ୍ଗର ରାତି ସାରା ଆଳାପ ଧରିବେ, ବହୁତ ପ୍ରକାର ଟାଇଟେଲ ଗୀତ, ଲଭ ସଙ୍ଗ, ଦୁନିଆ ପ୍ରକାର। ଆଜ୍ଞା ଆଜ୍ଞା ଆଜ୍ଞା। ଯେତେବେଳେ ଏଇ କ୍ୟାରିୟରକୁ ଆକୁ କେମିତି ବାଛିଲେ? ମୋର ଆଜ୍ଞା ମାନେ ଘରେ ଆମର ବିଜନେସ୍, ଦୋକାନ ଫୋକାନ ଭଲ ମନ୍ଦ, ଗାଡ଼ି ବିଜନେସ୍।
ତ ମୋର ପ୍ରଫେସନ୍ ହେଉଛି ମୁଁ ଯେହେତୁ କଳାକାର ଜଣେ କଳା ସଙ୍ଗୀତ ଅଛି ଦେହ ଭିତରେ ଆମ ପରିବାର ସଙ୍ଗୀତ ପୁରା ଟୋଟାଲ ଏମିତି ନନା ମୁଁ ଯେତେବେଳେ ଗୋଟେ ହଠାତ୍ ଗୋଟେ ଷ୍ଟୁଡ଼ିଓରେ ଗୀତ ରେକର୍ଡ଼ିଂ କରିବାକୁ ଆସିଥାଉ ଇଲେକ୍ସନ୍ ଗୀତ ନନା ଆସିଥାନ୍ତି ଗୀତ ଲେଖିବେ ମୁଁ ଗୀତ ଗାଇବି ଇଲେକ୍ସନ୍ ଗୀତ ସେ ନନା ମୋତେ ସେଇଠି ମୋ ଗାଇବାଟା ଆକ୍ଚୁଆଲି ଦେଖିଲେ ଦୀପକ ନନା ମୋ ଗାଇବାଟା ସେଇଠୁ ଦେଖିଲେ କହିଲେ ଆରେ ତୁ ତ ବଢ଼ିଆ ଗାଉଛୁ ଯେଉଁଟା ଗାଉଛୁ ପୁରା କପି କରୁଛୁ ମୁଁ ଆଜ୍ଞା ମିନିମମ୍ 7-8ଟା ଭଏସ୍ରେ ଗୀତ ଗାଇପାରେ ମହମ୍ମଦ ଅଜିଜ୍ କିଶୋର କୁମାର କୁମାର ସାନୁ ବାବୁଲ ସୁପ୍ରିୟ ଆଉ ଆପଣଙ୍କର କୃଷ୍ଣା ବେଉରା ତା ସଙ୍ଗେ ସଙ୍ଗେ ବିନୋଦ ରାଠୋର ବିଭୁ କିଶୋର ଶକ୍ତି ମିଶ୍ର এইଭଳି କେତେ ସିଙ୍ଗର ପ୍ରାୟ ଗାଇପାରେ ତ ସେ ଯେଉଁ ଗୀତ ଲେଖିଲେ ମୁଁ କପି କରିକି ସେମିତି ଗାଇଦେଲି ମୋତେ କହିଲେ ଆରେ ତୁ ତ ବଢ଼ିଆ ଗାଉଛୁ ତୁ କାହିଁକି ବେକାର ମେଲୋଡ଼ି ଫେଲୋଡ଼ି ଧନ୍ଦାରେ ପଶିଛୁ ତୁ ମୋ ସାର୍ ଯାତ୍ରା ପାଟିକି ଚାଲ ମୁଁ କହିଲି ନା ଯିବିନି ଯାତ୍ରା ବିଷୟରେ ମୁଁ ଜାଣିନଥିଲି ମୁଁ କହିଲି ନାଇଁ ମୁଁ ଯିବିନି କହିଲେ ଚାଲେ ମୋ କଥା ମାନେ ଚାଲେ ଫ୍ୟୁଚର ଅଛି ଫ୍ୟୁଚର ହେଇଯିବ ମୁଁ ଜାଣିନଥିଲି ଯେ ଆକ୍ଚୁଆଲି ଯାତ୍ରା ପାଟିରେ ଏତେ ଟଙ୍କା ଦରମା ମିଳେ ବୋଲି ସତ କଥା ମୁଁ ଜାଣିଥିଲି କ'ଣ 15-20 ହଜାର ଦରମା ମିଳିବ ମୁଁ ତ ମେଲୋଡ଼ି ତାଠୁ ବେଟର କମାଉଛି କାହିଁକି ବେକାର ଟେନସନ୍ ନେବି ସେଇଠୁ ମୋତେ କହିଲେ ତୁ ଚାଲେ ତୁ ଯଦି କାମ ଭଲ କରିବୁ ତୋତେ ପୋଷ୍ଟିଂ ମିନିମମ୍ 40,000 ଟଙ୍କା ମିଳିବ ମୁଁ ଶୁଣିକି ହାଁ ହେଇଗଲି ମୁଁ କହିଲି 40,000 ଟଙ୍କା ପୋଷ୍ଟିଂ ମିଳିବ ତାହେଲେ ଯିବି ଆଉ ସେଇ ଯୁଗ ମୋ ମା ଦେହ ଖରାପ ହେଲା ମା କଟକରେ ପଡ଼ିଥିଲେ ମୋତେ ନନା ଆଡ଼ମିସନ୍ ମାଆକୁ କରେଇଥିଲେ ଅପରେସନ୍ କରେଇଥିଲେ ମୋତେ ସେଇଠୁ ଡାଇରେକ୍ଟ ରଙ୍ଗମହଲ କଟକରୁ ନେଇକି ପଳେଇଥିଲେ ରଙ୍ଗମହଲ ଭୁବନେଶ୍ୱର ରଙ୍ଗମହଲ ମୋତେ ଇଏ କରେଇଥିଲେ ସତ୍ୟ ବାବୁ ଯାଉ ତାଙ୍କୁ ଅଶେଷ ଧନ୍ୟବାଦ ଦେବି ମୋତେ ସେ ଗୋଟେ କଥା କହିଥିଲେ ମୋର ଗୋଟେ ଟାଇଟଲ୍ ସଙ୍ଗ୍ ଫେଲ୍ ହେଇଥିଲା ପୁରୁଷର ଦେହ ନାରୀର ମନର ଗୋଟେ ଟାଇଟଲ୍ ସଙ୍ଗ୍ ମୋର ଫେଲ୍ ହେଇଥିଲା ମୋର 2 ମାସର ସେ ଦରମା ବ୍ରେକ୍ କରିଦେଇଥିଲେ ବୁଝିଲେ 2 ମାସର ଦରମା ମୋର ବ୍ରେକ୍ କରିଥିଲେ ମୋତେ ଯେତେବେଳେ ଦରମା ଦେଲେ 2 ମାସ ପରେ ଯେତେବେଳେ ଦରମା ଦେଲେ ମୋତେ ଗୋଟିଏ କଥା କହିଥିଲେ କହିଲେ ପ୍ରଶାନ୍ତ ଆମ ପାଖରେ ପଇସା ଅଛି ନା ମୁଁ କହିଲି ଆଜ୍ଞା ପଇସା ଅଛି କହିଲେ ଆମେ ଚାହିଁଥିଲେ ପଇସା ଦେଇପାରିଥାନ୍ତେ ନା ମୁଁ କହିଲି ଆଜ୍ଞା ଦେଇପାରିଥାନ୍ତେ କିନ୍ତୁ କାହିଁକି ଦିଆଗଲାନି ଜାଣିଛ ମୁଁ କହିଲି ନାଇଁ ଆଜ୍ଞା ମୁଁ ଜାଣିନି କହିଲେ ଏଇଥିପାଇଁ ଦିଆଗଲା ନାହିଁ ତମେ ଯେଉଁ ଭୁଲଟା କରିଛ ଯେଉଁ ତମକୁ ଯଦି ଦଣ୍ଡ ନ ଦିଆକି ତମକୁ ମାନେ ସେମିତି ଛାଡ଼ି ଦିଆଯାଏ ତମେ ମଣିଷ ହେଇପାରିବ ନାହିଁ ତମେ ଭଲ ଗାଉଛ ବହୁତ ବଢ଼ିଆ ମଣିଷ ମୋତେ କିନ୍ତୁ ସେଇଠି କହିଥିଲେ ବାବା ଫ୍ୟୁଚର ବଢ଼ିଆ ଅଛି ବହୁତ ଲମ୍ବା ଫ୍ୟୁଚର ଅଛି ମନ ଦେଇକି କାମ କର ଆଉ ପୁରା ସିନସିୟର ମୁଁ ସେଇଦିନ ସେଇ ସତ୍ୟ ବାବୁଙ୍କର ଗୋଟିଏ ପଦିଏ କଥା ମୋ ମାଇଣ୍ଡରେ ପୁରା ଏକଦମ ଫିଡ଼ିଂ କରିନେଲି ଯେ ମୁଁ କାମ ଭଲ କରିବି ନିଶ୍ଚିତ ଦିନେ ନା ଦିନେ ଈଶ୍ୱର ଚାହିଁବ ମହମ୍ମଦ ଅଜିଜ୍ କୃଷ୍ଣା ବେଉରା ତାଙ୍କ ଗୀତ ଓ ବେଳେ ବେଳେ ଜୀବନ ବି ବଦଳାଏ ବାଟ ସେଇ ବାଟେ ତୋ ସାଥିରେ ହେଲା କାଇଁ ଭେଟ ଭାବିଥିଲି ଦିନେ ଜିତିବାକୁ ଭଲ ପାଇବାକୁ ଯିବାକୁ କିଏ ଦେଲା ରାଣ ତୁ ନା ତୋ ପ୍ରେମ ତୁ ନା ତୋ ପ୍ରେମ ତୁ ନା ତୋ ପ୍ରେମ କ୍ଷମା ଚାହିଁବି ନାଟକର କାମ କରି ଭଏସ୍ ଦବିଗଲାଣି ପ୍ରାୟ ରାତି 4ଟା ବୋଧେ ହବ ପ୍ରାୟ ନାଟକର ଭଏସ୍ କାମ କରି ଦବିଲାଣି ହଁ ଗାଇ ପାରିଥାନ୍ତୁ ଯେହେତୁ ସେଟା ଟିକେ ଆମର ଟିକେ ଅଲଗା ହିସାବ ହେଲା ଟିକେ ତାର ଭିଜୁଆଲ ହେଲା ତ ସେଥିପାଇଁ ଟିକେ ଆମେ ପଛେଇଲୁ ଆଉ ନାଇଁ ଭେଟି ନାହିଁ ଆଜ୍ଞା ମୋ ଗୀତ ଦେଖି ନାହାନ୍ତି ସେ କିନ୍ତୁ ଯୋଉ ବିରଜା ସାର୍ ଆମର ଗୀତ କରିଛନ୍ତି ମ୍ୟୁଜିକ୍ କରିଛନ୍ତି ବହୁତ ବଢ଼ିଆ କମ୍ପୋଜିସନ୍ କରିଛନ୍ତି ମୋର ଏ ଯୋଉ ଗୀତ କରିଛନ୍ତି ବଢ଼ିଆ କରିଛନ୍ତି ଆଉ ସେ ମଧ୍ୟ ମୋ ଗାୟକି ଦେଖି ବହୁତ ଖୁସି ହେଲେ କହିଲେ ଯାହା ହଉ ଯାତ୍ରା ଜଗତରେ ମାନେ ଏତେ ଟ୍ୟାଲେଣ୍ଟ ସିଙ୍ଗର ମାନେ କହିଲେ ମାଡ଼ି ବସିବା ସିଙ୍ଗର ମୁଁ ଫାର୍ଷ୍ଟ ଟାଇମ୍ ଦେଖିଲି ସେ ବି କହିଲେ ଯାହା ହଉ ଖୁସି ଲାଗିଲା ତାଙ୍କ ସହିତ କାମ କରିକି ମଧ୍ୟ ମୁଁ ତାଙ୍କ ପାଖରେ ଚିର ମାନେ ନମସ୍ୟ ସବୁବେଳେ କାରଣ ସେ ବଡ଼ ବଡ଼ ଗୁରୁ ସେମାନଙ୍କ ଆଶୀର୍ବାଦ ହେଲେ ହିଁ ଆମ ଭଳି କଳାକାର ଜଣେ ବଞ୍ଚିପାରିବ 2ଟା ଗୀତ ପାଇପାରିବ ଭଲ ଗାଇପାରିବ ଏତିକି କହିକି ଆଜ୍ଞା ବିଦାୟ ନେବି କାରଣ ମୋ ନାଟକ କାମ ଚାଲିଛି ଜୟ ଜଗନ୍ନାଥ।